ସାଙ୍ଗମାନେ ଆପଣମାନଙ୍କ ପ୍ରିୟ ଧାରାବାହିକ ରାଜଯୋଗ ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ ଆଜି ମିତା ମା'ଙ୍କୁ ବହୁତ ଲଜ୍ଜିତ ହେବାକୁ ପଡ଼ିଛି। ହଁ ସାଙ୍ଗମାନେ ଆପଣମାନେ ଦେଖିବାକୁ ପାଇବେ ସୋନା ସମସ୍ତଙ୍କ ସାମ୍ନାରେ କାନ୍ଦି କାନ୍ଦି କହିବେ ଏତେ ରାତିରେ ସାହୁ ବାବୁ ଯେତେବେଳେ ମିତାର ରୁମ୍ରେ ଥିଲେ ମୁଁ ପଚାରିଲି ଏଠି ତୁମେ କ'ଣ କରୁଛ, ଆଉ ସାହୁ ବାବୁ ରାଗିକି ମୋ ଉପରେ ହାତ ଉଠେଇଦେଲେ। ଆଉ ଏକଥା ଶୁଣି ବରୁଣ ରାଗିଯାଆନ୍ତି ଆଉ କୁହନ୍ତି ଯେ ତମର ଏତେ ସାହସ ତୁମେ ମୋ ସୋନା ଉପରେ ହାତ ଉଠେଇଲ। ଆଉ ଏତେବେଳେ ସାହୁ ବାବୁ ସହିତ ବରୁଣ ଯାଇ ଝଗଡ଼ା କରନ୍ତି। ଆଉ ଏତେବେଳେ ସମସ୍ତେ ପରିବାର ଲୋକ ବୁଝିବାକୁ ଚେଷ୍ଟା କରନ୍ତି। ଆଉ ଏତେବେଳେ ରିଷଭ କହୁଛି ଛାଡ଼ ନା ବରୁଣ ଭାଇ, ଯେତେବେଳେ ସ୍ତ୍ରୀ ଲୋକମାନେ ଏଠି ସେଠି ମୁହଁ ମାଡ଼ିବେ ପୁରୁଷ ଲୋକ ତ କିଛି ନା କିଛି ତ ବାହାନା କରିନେବେ ନା। ଆଉ ଏକଥା ଶୁଣି ଦିଆ ରାଗିଯାଆନ୍ତି ଆଉ କୁହନ୍ତି ଯେ ବରୁଣ ତମର ଏତେ ସାହସ, ତମେ ମୋ ମାଆଙ୍କୁ କଳଙ୍କିତ କରିବାକୁ ଚେଷ୍ଟା କରୁଛ। ଏତେବେଳେ ପରିବାର ଲୋକ ସମସ୍ତେ ରାଗିଯାଆନ୍ତି ଆଉ ଦିଆ କହିବେ ଯେ ଥରେ ଯଦି ଏମିତି ଚେଷ୍ଟା କର ନା ତାହେଲେ ମୁଁ ମାରିଦେବି। ଆଉ ଏକଥା ଶୁଣି ସାହୁ ବାବୁ ପୁରା ରାଗିଯାଆନ୍ତି ଆଉ ଯେ ସାଇ ରିଷଭଙ୍କ ଉପରେ ହାତ ଉଠେଇ ଦିଅନ୍ତି ଆଉ ରିଷଭ ଆଉ ସାହୁ ବାବୁଙ୍କ ଭିତରେ ଖୁବ୍ ଝଗଡ଼ା ହେବ। ଆଉ ଏତେବେଳେ ଦିଆ ଏସବୁକୁ ବୁଝେଇ ନେବ। ସେତେବେଳେ ମିତା ମା ରାଗିକୁ କହିବେ ସାହୁ ବାବୁ ଏସବୁ ତମ ପାଇଁ ହେଇଛି, ମୁଁ ତମକୁ କହିଲି ନା ଏତେ ରାତିରେ ମୋ ସହିତ କଥା ହୁଅନି ବୋଲି। ତାଙ୍କର କିଛି ବି ଦୋଷ ନାହିଁ, ସବୁ ଦୋଷ ତମର। ଆଉ ଏତେବେଳେ ସୋନା କହୁଛନ୍ତି ଯଦି ସବୁ ଦୋଷ ତମର ତାହେଲେ ମିତା ତତେ ସମସ୍ତଙ୍କ ସାମ୍ନାରେ ମୋ ସ୍ୱାମୀର ଗୋଡ଼ ତଳେ ନାକ ଘଷିବାକୁ ପଡ଼ିବ। ଆଉ ମିତା ମାତେ ମଧ୍ୟ ରାଜି ହୋଇ ତା ସ୍ୱାମୀର ଗୋଡ଼ ତଳେ ନାକକୁ ଘୋଷାଡ଼ନ୍ତି, ଯାହାକୁ ଦେଖି ଆରିନ ଆଉ ଦିଆ ବହୁତ କାନ୍ଦି ପକାନ୍ତି। ଫ୍ରେଣ୍ଡସ୍ ମିତା କ'ଣ ଏମିତି କରି ଠିକ୍ କଲେ? ଯଦି ହଁ ଆମକୁ ୟେସ୍ ବୋଲି କମେଣ୍ଟ କରନ୍ତୁ।